ଆଉ ଗୋଟେ କଥା ଆଜି ଆଲୋଚନା କରିବା ଯେ ବ୍ୟବସାୟ କଥା ତ ବହୁତ ଥର ଆଗରୁ କୁହାଯାଇଛି। ଯେଉଁ ଭାଇମାନଙ୍କର ଅନେକ ପ୍ରକାର ବ୍ୟବସାୟ ଅଛି, ଅନେକ ଯତ୍ନ କଲେ ବି ବ୍ୟବସାୟ ଭଲ ଚାଲୁନି, ଲସ୍ ହେଉଛି, ଶତ୍ରୁ ବଢ଼ୁଛନ୍ତି, ବ୍ୟବସାୟ ବହୁତ ମାନ୍ଧା ହେଉଛି, ସତରେ ଥାଇକିରି ବ୍ୟବସାୟ ଚାଲୁନି, ପାଖ ଦୋକାନଟି ସେ ଭଲ ଆୟ କରୁଛି, ତା'ର ବ୍ୟବହାର ଖରାପ ହେଇକିରି ତା ଦୋକାନ ଲୋକ ବହୁତ ଯାଉଛନ୍ତି, ମୋର ବ୍ୟବହାର ଭଲ ଅଛି, ମୋ ପାଖେ ଲୋକ ଆସୁନାହାନ୍ତି। ଏସବୁ କଥା ଯଦି ପ୍ରକୃତରେ ଘଟୁଥାଏ ତାହେଲେ ଆପଣମାନେ କ'ଣ କରିବେ ନା ମୁଁ କେତେବେଳେ ପ୍ରତିକାର କହିବି, ମୋ ମନ କଥା ନୁହଁ, ପୃଥିବୀରୁ ସଂଗ୍ରହିତ ହେଇଛି, ତାକୁ ଟିକେ ମନ ଦେଇକରି କରିବେ, କଲେ ନିଶ୍ଚୟ ପରୀକ୍ଷାରେ ପାସ୍ ହେବେ। ଏତେ ଟିକେ ବିଳମ୍ବ ନାହିଁ। କ'ଣ ସେ କଥାଟି ନା କଳା ତୁଳସୀ, ଧଳା ତୁଳସୀ, କଳା ତୁଳସୀ ଯିଏ ହେଇଥାଉ, କୃଷ୍ଣ ତୁଳସୀ ତାକୁ କୁହନ୍ତି, ତାକୁ କ'ଣ କରିବେ ନା ତା ଦେହରେ ଗୋଟେ ପ୍ରକାର ପୋକ ବସା ବାନ୍ଧିକି, ସେ ମାନେ ଆମର ଯେମିତି ଭଅଁର ବସା ସେଭଳିଆ ଡାଳରେ କରିଥାନ୍ତି। ତାକୁ କ'ଣ କରିବେ ନା ଡାଳ ସହକାରେ ତାକୁ ସଂଗ୍ରହ କରିବେ। ସଂଗ୍ରହ କରି କ'ଣ କରିବେ ନା ତାକୁ ଗୋଟେ ହଳଦିଆ କପଡ଼ାରେ ବାନ୍ଧିକିରି ବ୍ୟବସାୟ ସ୍ଥାନରେ ତାକୁ ଟିକେ ରଖିଦେବେ, ଡବାରେ ପୁରେଇକି ରଖିଦେବେ ବା ସେମିତି ଟାଙ୍ଗିଦେବେ, ବ୍ୟବସାୟ ସ୍ଥଳରେ ଦୋକାନରେ ଟାଙ୍ଗିଦେବେ। ତାକୁ ସବୁବେଳେ ଗାଧେଇକି ଧୂପ ଦୀପ ଦେବେ। ଯଦି ଏତିକି କାମ କରିପାରନ୍ତି ତାହେଲେ ବ୍ୟବସାୟ ନିଶ୍ଚୟ ମାନେ ଆପଣଙ୍କର ଯେତିକି ଲକ୍ଷ୍ୟ ପୂରଣ ହେବ। କିନ୍ତୁ ସବୁଦିନ କଲେ ସେ ରନ୍ଧା ହେବନି। କେବେ କରାଯିବ? ଏ ବର୍ଷ ଯଦି ଦେଖିବା 24 ମସିହାରେ ଗୁରୁପୁଷା ଯୁଗରେ ସେଇଟା ସଂଗ୍ରହ କରାଯିବ। ମୁଁ କାହିଁ ଏତେ ଆଗରୁ କହିଲି ନା ଆପଣଙ୍କୁ ସେ ଗଛ କଳା ତୁଳସୀ ଗଛରେ ମୁଠିଆ ପୋକ ବା କାଠିଆ ପୋକ ଥିବା ଦେଖିବାକୁ ପଡ଼ିବ, ସଂଗ୍ରହ କରିବାକୁ ପଡ଼ିବ, 2 ମାସ 3 ମାସ ବୁଲିବାକୁ ପଡ଼ିବ, କାହାକୁ କେମିତି କହିବାକୁ ପଡ଼ିବ। ସେ ପୋକ ମିଳିବା ଟିକେ ଭାରି କଷ୍ଟ। ଭାଗ୍ୟରେ ଥିଲେ ଆପଣ ପାଇବେ, ବିନା ଭାଗ୍ୟବାଲା ତାକୁ ପାଇବେ ନାହିଁ। ସେମିତି ସମସ୍ତଙ୍କୁ ମିଳିବନି, ସବୁ ଜିନିଷ ପ୍ରାପ୍ତ ହେବନି। ଯଦି ଭାଗ୍ୟରେ ଅଛି ତାହେଲେ ଆପଣଙ୍କୁ ନିଶ୍ଚୟ ମିଳିବ। ଆପଣ କେଉଁଦିନ ଆଣିବେ ନା 24/10/2024 ଗୁରୁବାର ଦିନ ଗୁରୁପୁଷା ଯୋଗ ସକାଳୁ ଯାଇକରି ଗଛରୁ ଭାଙ୍ଗି ଆଣିକିରି ହଳଦିଆ କନା ରଖିକି ତାକୁ ପୂଜା କରିବେ, ଧୂପ ଦୀପ ଦେଇକରି। ମନ୍ତ୍ର କିଛି ଆବଶ୍ୟକ ନାହିଁ, ଧୂପ ଦୀପ ଦେଇ ପୂଜା କରିବେ। ଯଦି ତା ନ କରିପାରିବେ ତାହେଲେ 21/11/2024 ଗୁରୁବାର ଏହି ଯୋଗ ବି ରହୁଛି। ଯଦି ଏତିକି ପ୍ରତିକାର ଆପଣ କରନ୍ତି ତାହେଲେ ବ୍ୟବସାୟ ସ୍ଥଳରେ କେତେ ଲାଭବାନ ହେବେ ସେଟା ସମୟ କହିବ, ମୁଁ କହିବିନି। ସମୟ କହିବ, ମୁଁ ହେଲେ ଭଲ ନୁହଁ। ସେ କଥା ସମୟ କହିବ ଆପଣ କେତେ ଲାଭ କରନ୍ତି। ଛୋଟ ଦୋକାନ ହେଉ, ପାନ ଦୋକାନରୁ ଆରମ୍ଭ କରି ଉଡ଼ାଜାହାଜ ବର୍ତ୍ତମାନକୁ ବିମାନ ତିଆରି ପର୍ଯ୍ୟନ୍ତ ଯେତେ ସବୁ ଦୋକାନ ବଜାର ଅଛି, ସବୁ ବ୍ୟବସାୟ କରୁଛନ୍ତି, ସମସ୍ତେ ଉପାୟରେ କରିପାରିବେ। କିନ୍ତୁ ମୁଠିଆ ପୋକ ଟିକେ ସଂଗ୍ରହ କରିକି ତାକୁ ସ୍ଥିର କରି ରଖିଦେବେ। ଯେଉଁ ତାରିଖ କହିଲି ତାକୁ ସେଇ ତାରିଖରେ ଆଣିକିରି ତାକୁ ବର୍ତ୍ତମାନ ଧୂପ ଦେଇକି ହଳଦିଆ କନାରେ ବାନ୍ଧିବେ। ଏତିକି କରିପାରିବେ, ଫଳ ଦେଖିବେ। ହରି ଓମ୍ ତତ୍ସତ୍।